ରାଇରଙ୍ଗପୁରରେ ସୋନାଲିକା ଶୋରୁମ ଉଦ୍ଘାଟିତ ହେଲା। କୃଷି କ୍ଷେତ୍ରରେ ଦିନକୁ ଦିନ ମାନବ ସମ୍ବଳ କମି ଯାଉଛି। ଗାଁ ଗଣ୍ଡାରେ ବ୍ୟାପକ କୃଷି ଶ୍ରମିକ ଅଭାବ ଦେଖାଯାଉଛି। କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ବିହନ, ସାର, କୃଷି ଋଣ, କୃଷି ବୀମା, କ୍ରୟ ବିକ୍ରୟ ପାଇଁ ମଣ୍ଡି, କୃଷି ଯନ୍ତ୍ରପାତି ଦେଉଛନ୍ତି। କୃଷି କ୍ଷେତ୍ରରେ ରାସ୍ତାରେ ପଥର, ବାଲି, ମରୁମ ପରିବହନ, ଧାନ, ପନିପରିବା, ସିମେଣ୍ଟ, ରଡ୍ ପରିବହନ କ୍ଷେତ୍ରରେ ଟ୍ରାକ୍ଟରର ଭୂମିକା ଅନନ୍ୟ। ଭାରତର ଟ୍ରାକ୍ଟର ମଧ୍ୟରେ ମୁଖ୍ୟତି ଲାଭ କରିଥିବା ତଥା ଚାଷୀମାନଙ୍କର ମନପସନ୍ଦ ହୋଇଛି ପଞ୍ଜାବର ସୋନାଲିକା ଟ୍ରାକ୍ଟର। ମୟୂରଭଞ୍ଜ ତଥା ରାଇରଙ୍ଗପୁର ଚାଷୀମାନଙ୍କର ଚାହିଦା ପାଇଁ ସୋନାଲିକା ଆଗେଇ ଆସିଛି। ସୋନାଲିକା ଟ୍ରାକ୍ଟର ତରଫରୁ ଅତ୍ୟାଧୁନିକ ଶୋରୁମ ଏବଂ ୱାର୍କସପ୍ ରାଇରଙ୍ଗପୁର ସହରର ଗଡ଼ି ଗ୍ରାମ କଲେଜ ରୋଡରେ ଶୁଭ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ସୋନାଲିକା ଟ୍ରାକ୍ଟର କମ୍ପାନୀର ଜୋନାଲ ମୁଖ୍ୟ ମୋହିତ କପୁର ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ। ତାଙ୍କ ସହିତ ଡିଲର ସମାଜସେବିକା ମନୋରମା ଦାସ, ସିନିୟର କଷ୍ଟମର କେୟାର ମ୍ୟାନେଜର କୃପାସିନ୍ଧୁ ପଣ୍ଡା, ଏରିଆ ମ୍ୟାନେଜର ସୌମିତ ଦେବ, ସର୍ଭିସ ଇଞ୍ଜିନିୟର ରଣଜିତ ସାହୁ ସମସ୍ତ କର୍ମଚାରୀ ଶୁଭ ଉଦ୍ଘାଟନରେ ସାମିଲ ହୋଇଥିଲେ। ଅତିଥିଗଣ କହିଥିଲେ, ଓଡ଼ିଶାର ସର୍ବବୃହତ ମୟୂରଭଞ୍ଜ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା। ଚାଷୀମାନଙ୍କର ଚାହିଦା ଓ ମନପସନ୍ଦ ହୋଇଛି ସୋନାଲିକା ଟ୍ରାକ୍ଟର। ଏହାର ଗୁଣବତ୍ତା ଅଧିକ, ତେଣୁ ଚାଷୀମାନଙ୍କର ଆବଶ୍ୟକତା ପୂରଣ ପାଇଁ ଆମ୍ଭେ ଏଠାରେ ଶୋରୁମ ଖୋଲିଛୁ। ଏଥିରେ ଟ୍ରାକ୍ଟର ଆବଶ୍ୟକ ଯନ୍ତ୍ରପାତି, ସର୍ଭିସ ପାଇଁ ୱାର୍କସପ୍, ଅଭିଜ୍ଞ ମେକାନିକମାନେ ଅଛନ୍ତି। ସେମାନେ ଗ୍ରାହକଙ୍କୁ ପାରୁ ପର୍ଯ୍ୟନ୍ତ ସର୍ଭିସ ଦେବାକୁ ଚେଷ୍ଟା କରନ୍ତି। ତେଣୁ ସମସ୍ତ ଚାଷୀ ଏହି ଶୋରୁମକୁ ଆସନ୍ତୁ ଏବଂ ସୋନାଲିକା ଟ୍ରାକ୍ଟର ସମ୍ବନ୍ଧୀୟ ସମସ୍ତ କଥା ବୁଝନ୍ତୁ। ସୋନାଲିକା ଟ୍ରାକ୍ଟର 3ଟି ମଡେଲ ଅଛି, ଯାହା ହେଲେ ସୋନାଲିକା ଟ୍ରାକ୍ଟର, ଟାଇଗର ଡିଆର, ସିକନ୍ଦର ଡିଆର। ଆଜି ଉଦ୍ଘାଟନ ଅବସରରେ 2 ଜଣ ଚାଷୀ ମହେନ୍ଦ୍ର ନାୟକ ଏବଂ ଚନ୍ଦ୍ରମଣି ମହାନ୍ତ 2ଟି ଟ୍ରାକ୍ଟର କିଣିଥିଲେ। ଏହାକୁ ଜୋନାଲ ମୁଖ୍ୟ ମୋହିତ କାପୁର, ଡିଲର ମନୋରମା ଦାସ ଚାଷୀଙ୍କୁ ଚାବିକାଠି ପ୍ରଦାନ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।